ତ ଦର୍ଶକ ବନ୍ଧୁ ପିଏମ୍ କିଷାନକୁ ନେଇକି ଏବେ ସବୁଆଡ଼େ ଏବେ ଚର୍ଚ୍ଚା ହେଉଛି ଯେ ପିଏମ୍ କିଷାନର ଟଙ୍କା ଏଇ ଦିନ ମିଳିବ, କେବେ ମିଳିବ, ଏରକମ ଆପଣଙ୍କର ଚର୍ଚ୍ଚା ହେଉଛି। ତ ଏହା ବଦଳରେ ଆପଣଙ୍କୁ ଆଜି ମୁଁ କ୍ଲାରିଫିକେସନ୍ ଭିଡ଼ିଓ ଆପଣଙ୍କୁ ମୁଁ କହିବି ଯେ ଆପଣ ପିଏମ୍ କିଷାନର ଆପଣ ଟଙ୍କା ଆପଣ କେବେ ଆପଣ ପାଇବେ। ଦର୍ଶକ ବନ୍ଧୁ ଭିଡ଼ିଓଟି ଚାଲୁ କରିବା ପୂର୍ବରୁ ମୁଁ ପୁଣି ଆଉ ଥରେ ଆପଣଙ୍କୁ ନିବେଦନ କରିବି, ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଶେଷରେ ଆପଣ ମତାମତ କମେଣ୍ଟ ଲେଖନ୍ତୁ। ତ ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ତ ପିଏମ୍ କିଷାନର ଆପଣଙ୍କର 17ତମ କିସ୍ତି ଆପଣଙ୍କର ଜୁନ୍ 18 ତାରିଖରେ ଆପଣଙ୍କର ରିଲିଜ୍ ହେଇଥିଲା, ଯେଉଁଟାକି ଏହାର ଉଦ୍ଦେଶ୍ୟ ଆପଣଙ୍କର ବର୍ଷର ଆପଣଙ୍କର 3 ଥର ଆପଣ ଦିଆଯାଏ। ଆପଣଙ୍କର 4 ମାସର ଥରେ ଆପଣଙ୍କର ଚାଷୀଙ୍କ ଆକାଉଣ୍ଟକୁ ଆପଣଙ୍କର କେନ୍ଦ୍ର ସରକାର ପଠାଇଥାନ୍ତି। ଏହା ପୂର୍ବରୁ ଆପଣ ଜୁନ୍ 18 ତାରିଖ ଆପଣଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିଲିଜ୍ କରିଥିଲେ। ସେ ଅନୁସାରେ ଜୁନ୍ ଆପଣଙ୍କର ଯେହେତୁ ଆପଣ ପଡ଼ିଥିଲା 4 ମାସ ଆପଣ ଗଣି ଦିଅନ୍ତୁ ଆପଣ କେବେ ପଡ଼ୁଛି, ଯେଉଁଟାକି ଆପଣଙ୍କର ସେପ୍ଟେମ୍ବରର ଆପଣଙ୍କର ସେଇଟା ହେଉଛି। ଏଇଦିନ ଆପଣଙ୍କର 18ତମ କିସ୍ତି ଆପଣ ପଡ଼ୁଛି, ଆପଣ ସେଇଦିନ ଆପଣଙ୍କର କେନ୍ଦ୍ର ସରକାର ଦେବେ। ତ ଏହାକୁ ନେଇକି ଆପଣଙ୍କର ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ହେଉଛି, ଆପଣଙ୍କର ୟୁଟ୍ୟୁବରୁ ଆରମ୍ଭ କରି ଗଣମାଧ୍ୟମରେ ଆପଣଙ୍କର ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଆପଣଙ୍କର 18ତମ କିସ୍ତି ଆପଣ କେବେ ଆସିବ। ତେଣୁ ଆପଣ ମନେ ରଖନ୍ତୁ ଆପଣ ଏଇ ଦିନ ଆପଣଙ୍କର 18ତମ କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିବ। ତେଣୁ ତା ପୂର୍ବରୁ କୌଣସି ଏବେ କିଛି ଆପଣଙ୍କର ଚିନ୍ତା କରିବାର ନାହିଁ। ତେଣୁ ଯେଉଁ 18ତମ କିସ୍ତି ଏବେ ଆସିବ ଏହା ପୂର୍ବରୁ ଆପଣଙ୍କୁ ଗୁଡ଼ାଏ କିଛି କାମ କରିବା ପାଇଁ ଅଛି, ଯେଉଁଟାକି ଆପଣ ଜାଣିଥିବେ କିସ୍ତି ଆପଣ ଦେବା ପୂର୍ବରୁ କେନ୍ଦ୍ର ସରକାର ଆପଣଙ୍କର ଚାଷୀମାନଙ୍କ ପାଇଁ ଗୁଡ଼ାଏ ଆପଣଙ୍କର ତାଙ୍କ ସିକ୍ୟୁରିଟି ପାଇଁ ବହୁତ କିଛି ଆପଣ କରିଥାନ୍ତି, ଯେଉଁଟାକି ଯେଉଁମାନେ ଟଙ୍କା ପାଉନାହାନ୍ତି ମୁଁ ଆପଣଙ୍କୁ କହିଲି ଟଙ୍କା ପାଉନି ସେମାନେ କିପରି ଆପଣଙ୍କର ଟଙ୍କା ଆପଣ ପାଇବେ, ଆପଣ କେଉଁଠି ଅସୁବିଧା ହେଉଛି ତ ସେ ବାବଦରେ ଆପଣ ତାକୁ ସୁଧାରିବେ। ଯେଉଁଟାକି ତା'ର ହେଉଛି ପ୍ରଥମ ହେଉଛି ଆପଣ ଇKYC ଆପଣଙ୍କର କରିବେ, ଯେଉଁଟାକି ଆପଣ ଇKYC କଲେ ଆପଣଙ୍କର ଯେଉଁ ଟଙ୍କା ଆପଣଙ୍କର ପାଉନାହାନ୍ତି କେଉଁଥିପାଇଁ ଆପଣଙ୍କର ପାଉନାହାନ୍ତି ତ ଇKYC ମାଧ୍ୟମରେ କେନ୍ଦ୍ର ସରକାର ଆପଣଙ୍କର ଗୁଡ଼ାଏ ଡାଟା ସଂଗ୍ରହ କରିଥାଏ, ଯେଉଁଟାକି ଯେଉଁ ଟଙ୍କା ଆପଣ ଦେବ ସେ ଜାଣିବ ଯେ ଯେଉଁ ଟଙ୍କାକୁ ଦେବି ସେ ଟଙ୍କା ଆପଣ ଯେଉଁ ଚାଷୀ ମୃତ ଅଛନ୍ତି ଯେଉଁମାନେ ବା ଜୀବିତ ଅଛନ୍ତି ସେହି ଅନୁସାରେ ଆପଣ ଇKYC ଆପଣ ବାଧ୍ୟତାମୂଳକ। ତା ସହିତ ଆପଣଙ୍କର ଆଧାର ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଜଡ଼ିତ ରହିବ, କାରଣ ଆପଣଙ୍କର ଯେଉଁ ଟଙ୍କା ଆପଣଙ୍କୁ ପଠା ହୁଏ ସେଇଟା ଡିବିଟି ମାଧ୍ୟମରେ ଆପଣ କେନ୍ଦ୍ର ସରକାର ପଠାଇଥାନ୍ତି। ଆଧାର ସହିତ ଯେଉଁ ବ୍ୟାଙ୍କ ଲିଙ୍କ ଥିବ ସେ ବ୍ୟାଙ୍କକୁ ଡାଇରେକ୍ଟ ଆପଣ ସେ ଯିବ। ତ ଆପଣ ଇKYC ଆଉ ଆପଣ ରହିଲା ଆପଣଙ୍କର ଇଏ ହେଉଛି ଆଧାର ବ୍ୟାଙ୍କ, ତା ସହିତ ଆପଣ ଲ୍ୟାଣ୍ଡ ସିଡ଼ିଂ, ଯେଉଁଟାକି ଆପଣଙ୍କର ଯଦି ଖତିଆନ ଆପଣ ନ ଦେଇଥିବେ ସେ ଖତିଆନ ଆପଣ ବି କୌଣସି ଲ୍ୟାଣ୍ଡ ସିଡ଼ିଂର ନେଉଥିବ ସେଇଟା ୟେସ୍ କରିବା ପାଇଁ ପଡ଼ିବ, ସେଇଟା ବି ଆପଣଙ୍କର ଇଏ ବି ଆପଣ କରିବା ପାଇଁ ପଡ଼ିବ। ତେଣୁ ଏଇ ତିନିଟା ଆପଣଙ୍କର ନିହାତି ଆପଣ କରିବା ଦରକାର। ଯଦି ଆପଣ ଏଇ ତିନିଟା ଆପଣ କରୁନାହାନ୍ତି ତାହେଲେ ଆପଣ ଯେତେବେଳେ ଆପଣଙ୍କର ଟଙ୍କା ଆପଣ ଆସିବ ଆପଣ ଆକାଉଣ୍ଟକୁ ଯିବନି, ସେ ହୋଲ୍ଡ ହେଇକି ରହିଯିବ। ଯେତେବେଳେ ୟାର କ୍ଲିୟର ହେବ ସେତେବେଳେ ଯାଇକି ଆପଣ ଟଙ୍କା ପାଇବେ। ତ ଏହିପରି ଭାବେ ଆପଣ ବି ଆପଣ ଏଇ ମାଧ୍ୟମରେ ଆପଣ କରିପାରିବେ। ତ ଏଠି ମଧ୍ୟ ଆପଣ ବି ନୂଆ ଆବେଦନ ଆପଣ ବି କରିପାରିବେ। ଏବେ ସୁଦ୍ଧା ଆପଣ ଅଛି ନୂଆ ଆବେଦନ ଅଛି, ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଡିଟେଲ୍ ଆପଣଙ୍କ କ୍ରୋମ୍ କରି ଆପଣଙ୍କ ଜୁମ୍ କରି ଦେଖାଉଛି। ନୂଆ ଆବେଦନ ଆପଣଙ୍କର ଅଛି ଇKYC ରେଜିଷ୍ଟ୍ରେସନ୍ ଆପଣଙ୍କର ସବୁ ପ୍ରକାର ଏଠି ଅଛି। ତ ଏହା ବଦଳରେ ମୁଖାନୁମୁଖ ଗୋଟେ ନୂଆ ଅପଡ଼େଟ୍ ନେଇକି ଆପଣଙ୍କୁ ଆଉ ଥରେ ଗୋଟେ ଭିଡ଼ିଓ କରିବି, ଯେଉଁଟାକି ଆପଣ ଜାଣିପାରିବେ ବି ଏଠି ଅଛି ଆପଣଙ୍କର ମୋବାଇଲ୍ ନମ୍ବର ଅପଡ଼େଟ୍। ଆପଣ ମୋବାଇଲ୍ ନମ୍ବର ଅପଡ଼େଟ୍ ଆପଣଙ୍କର କିପରି କରିବେ ତା'ର ଆପଣ ବିସ୍ତୃତ ଭିଡ଼ିଓ ଆପଣଙ୍କୁ ଆଉ ଥରେ ଦେବି, ଯେଉଁଟାକି ପୁଙ୍ଖାନୁପୁଙ୍ଖ ଆପଣ ଇKYC କିପରି କରିବେ, ଫାର୍ମର ରେଜିଷ୍ଟ୍ରେସନ୍ କିପରି କରିବେ, ଆପଣଙ୍କର ମୋବାଇଲ୍ ନମ୍ବର ଅପଡ଼େଟ୍ ସେ ବାବଦରେ ପାର୍ଟ 1 ପାର୍ଟ 2 କରି ଆପଣଙ୍କୁ ଆମେ ଭିଡ଼ିଓ ବନେଇବା। ସେଟା ପର୍ଯ୍ୟନ୍ତ ମୁଁ ରହିଲି। ଦର୍ଶକ ବନ୍ଧୁ ଇଏ ଥିଲା ଆପଣମାନଙ୍କୁ କହିଗଲି ଯେ ପିଏମ୍ କିଷାନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍, ଯେଉଁଟାକି ଆପଣ କିସ୍ତି ଆପଣଙ୍କର ଯେଉଁ ଆସିବ କେବେ ଆପଣ ଟଙ୍କା ପାଇବେ, ତ ସେ ବାବଦରେ ଭିଡ଼ିଓଟି ଆପଣ ବି ଥିଲା। ଦର୍ଶକ ବନ୍ଧୁ ମୁଁ ଭାବୁଥିଲି ଆଜିକାର ଭିଡ଼ିଓ ଟିକେ ବୁଝିପାରିଥିବେ। ଯଦି ଆପଣମାନେ ଆମ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମତାମତ କୋଉଠି ଲେଖନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।